ସାଙ୍ଗମାନେ ଟିକିଏ ଭାବିଲ, ଏମିତି ଗୋଟିଏ ଦେଶ ଯେଉଁଠାରେ ରାଜାଙ୍କ କଥା ହିଁ ଆଇନ, ସାଧାରଣ ଲୋକଙ୍କ ସ୍ୱରର କୌଣସି ମୂଲ୍ୟ ନାହିଁ। କିଛି ଲୋକ କେବଳ ଜନ୍ମ ଆଧାରରେ ସମସ୍ତ ସୁବିଧା ଭୋଗ କରୁଛନ୍ତି, ଆଉ ଲକ୍ଷ ଲକ୍ଷ ସାଧାରଣ ଲୋକ କଷ୍ଟରେ ଜୀବନ କାଟୁଛନ୍ତି। କିନ୍ତୁ ଦିନେ ସେହି ସାଧାରଣ ଲୋକମାନେ ଇତିହାସର ଦିଗ ବଦଳାଇ ଦେଇଥିଲେ। ଏହା ହେଉଛି 1789 ମସିହାର ଫରାସୀ ବିପ୍ଳବର କାହାଣୀ। ଏହା କେବଳ ଫ୍ରାନ୍ସର କାହାଣୀ ନୁହେଁ, ବରଂ ଏମିତି ଏକ ବିପ୍ଳବର କାହାଣୀ ଯାହା କେବଳ ୟୁରୋପ ନୁହେଁ, ସମଗ୍ର ବିଶ୍ୱର ଇତିହାସକୁ ବଦଳାଇ ଦେଇଥିଲା। ସାଙ୍ଗମାନେ ମନେ ରଖିଥିବେ ଯେ ୟୁରୋପୀୟ ଇତିହାସରେ ଫରାସୀ ବିପ୍ଳବକୁ ପ୍ରଥମ ଏମିତି ଘଟଣା ଭାବେ ମନେ କରାଯାଏ ଯାହା ପୁରୁଣା ବ୍ୟବସ୍ଥା ବା ଓଲ୍ଡ ରିଜିମ୍କୁ ସମ୍ପୂର୍ଣ୍ଣ ଭାବେ ଚ୍ୟାଲେଞ୍ଜ କରିଦେଇଥିଲା। 18ଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ବ୍ୟବସ୍ଥା, ଯାହା ପ୍ରିଭିଲେଜ୍, ହେରାର୍କି ଏବଂ ଟ୍ରେଡିସନ୍ ଉପରେ ଆଧାରିତ ଥିଲା, ତାହାକୁ ସାଧାରଣ ଲୋକମାନେ ପ୍ରଶ୍ନ କରିବା ଆରମ୍ଭ କଲେ ଏବଂ ସେମାନେ ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱ ନୀତି ଉପରେ ଆଧାରିତ ଏକ ନୂଆ ସମାଜ ଗଢ଼ିବାକୁ ଚାହିଁଲେ। ହିଷ୍ଟୋରିଆନ୍ସ ରବର୍ଟ ପାମ୍ କହନ୍ତି ଯେ ଫରାସୀ ବିପ୍ଳବ ୟୁରୋପରେ ଚାଲିଥିବା ଏକ ବ୍ୟାପକ ବିପ୍ଳବର ସମୟ ଥିଲା। ଏହି ବିପ୍ଳବ କେବଳ ଫ୍ରାନ୍ସକୁ ନୁହେଁ, ବରଂ ରାଜନୈତିକ ଚିନ୍ତାଧାରା, ସାମାଜିକ ସଂଗଠନ, ଅର୍ଥନୀତି ଏବଂ ସମଗ୍ର ବିଶ୍ୱର ଚିନ୍ତାଧାରାକୁ ପ୍ରଭାବିତ କରିଥିଲା। ଏହି ପରିବର୍ତ୍ତନର ପ୍ରଭାବ ପ୍ରଥମେ ଫ୍ରାନ୍ସ ହିଁ ଅନୁଭବ କରିଥିଲା। ସେଥିପାଇଁ ଫରାସୀ ବିପ୍ଳବକୁ ଆଧୁନିକ ବିଶ୍ୱ ଇତିହାସର ସବୁଠାରୁ ସୁପ୍ରସ୍ତୁତ ବିପ୍ଳବ ବୋଲି କୁହାଯାଏ। 18ଶ ଶତାବ୍ଦୀରେ ଫ୍ରାନ୍ସ ଉପରେ ବୋର୍ବନ୍ ବଂଶର ଶାସନ ଥିଲା। ଏହି ରାଜବଂଶ ନିରଙ୍କୁଶ ଶାସନରେ ବା ଅଟୋକ୍ରାଟିକ୍ ରୁଲରେ ବିଶ୍ୱାସ କରୁଥିଲେ ଏବଂ ସେମାନେ ନିଜର ଶାସନକୁ ଈଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ଅଧିକାର ବା ଡିଭାଇନ୍ ରାଇଟ୍ ବୋଲି ଦାବି କରୁଥିଲେ। ସେମାନଙ୍କ ଶକ୍ତିକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ସାମ୍ବିଧାନିକ ସଂସ୍ଥା ନଥିଲା। ଫ୍ରାନ୍ସର ଏକମାତ୍ର ଜାତୀୟ ସଭା ଥିଲା, ଯାହା ହେଉଛି ତୁମର ଷ୍ଟେଟ୍ ଜେନେରାଲ, ଯାହା 1614 ମସିହା ପରେ ଆଉ କେବେ ବସି ନଥିଲା। ଲୁଇସ୍ XIVଙ୍କ ଶାସନ ସମୟରେ ରାଜତନ୍ତ୍ର ତାହାର ସର୍ବୋଚ୍ଚ ଶକ୍ତିରେ ପହଞ୍ଚିଥିଲା। ରିଶେଲିୟୁ ଏବଂ ମାଜାରିନ୍ ପରି ମନ୍ତ୍ରୀମାନେ ମଧ୍ୟ ଏହାକୁ ଆହୁରି ଶକ୍ତିଶାଳୀ କରିଥିଲେ। ଲୁଇସ୍ XIVଙ୍କ ପ୍ରସିଦ୍ଧ କଥା ଥିଲା, ଦ ଷ୍ଟେଟ୍ ଇଟ୍ ଇଜ୍ ମାଇସେଲ୍ଫ, ଅର୍ଥାତ୍ ରାଷ୍ଟ୍ର ହେଉଛି ମୁଁ। ତାଙ୍କର ଏହି କଥାରେ ତୁମେ ଭାବିପାରୁଥିବ ଯେ ସେ ସମୟର ରାଜାମାନଙ୍କ ମନୋଭାବ କିପରି ଥିଲା, ସେମାନେ କିପରି ଭାବୁଥିଲେ ଓ କିପରି ଶାସନ କରୁଥିଲେ। ତାପରେ ଲୁଇସ୍ XV ଶାସନରେ ଫ୍ରାନ୍ସର ପରିସ୍ଥିତି ଆହୁରି ଖରାପ ହୋଇଗଲା। ପରେ ଲୁଇସ୍ XVI ରାଜା ହେଲେ। ସେ ସ୍ୱଭାବରେ ଭଲ ଥିଲେ, କିନ୍ତୁ ତାଙ୍କ ପତ୍ନୀ ମେରୀ ଆଣ୍ଟୋନେଟ୍ ସମ୍ଭ୍ରାନ୍ତ ବର୍ଗ ଓ ବ୍ୟୁରୋକ୍ରାସିର ପ୍ରଭାବ ଯୋଗୁଁ ସେ ଦେଶକୁ ଦୃଢ଼ ଶାସନ ଦେଇପାରିଲେ ନାହିଁ ଏବଂ ଏହି ସମୟରେ ଆଧୁନିକ ବୈଜ୍ଞାନିକ ଚିନ୍ତାଧାରାର ବିକାଶ ଫ୍ରାନ୍ସର ପ୍ରଶାସନିକ ବ୍ୟବସ୍ଥା ଓ ସମଗ୍ର ସାମାଜିକ ଢାଞ୍ଚା ଉପରେ ପରିବର୍ତ୍ତନର ଚାପ ବଢ଼ାଇଦେଲା। 1770 ଏବଂ 1780 ଦଶକର ଅର୍ଥନୈତିକ ଅସ୍ଥିରତାରେ ଅଧିକାଂଶ କୃଷକ ଆହୁରି ଗରିବ ହୋଇପଡ଼ିଲେ, କିନ୍ତୁ ବୋର୍ଜୋସିସ୍ ବର୍ଗ ଅଧିକ ଧନୀ ହୋଇଚାଲିଥିଲେ। ସବୁଠାରୁ ବଡ଼ ସମସ୍ୟା ଥିଲା ରାଜା ଲୁଇସ୍ XVIଙ୍କ ସରକାରର ଆର୍ଥିକ ସଙ୍କଟ, ଯାହା ବିଦେଶୀ ଯୁଦ୍ଧରେ ଜଡ଼ିତ ହେବା ଯୋଗୁଁ ଆହୁରି ବଢ଼ିଗଲା। ସରକାର ଆର୍ଥିକ ସ୍ଥିତିକୁ ସଠିକ୍ ଭାବେ ପରିଚାଳନା କରିପାରିଲା ନାହିଁ। ଆଉ କ'ଣ କଲା ନା, ସାଧାରଣ ଲୋକଙ୍କ ଉପରେ ଅଧିକ କର ଲଗାଇଦେଲା। ତେଣୁ ରାଜନୈତିକ ସଙ୍କଟ ଆହୁରି ଗଭୀର ହୋଇପଡ଼ିଗଲା। ଏହାପରେ ସମାଜର ବିଭିନ୍ନ ବର୍ଗ ଏକ ସ୍ଥାୟୀ ସାମ୍ବିଧାନିକ ବ୍ୟବସ୍ଥାର ଦାବି କଲେ, କିନ୍ତୁ ରାଜତନ୍ତ୍ର ଏବଂ ସମ୍ଭ୍ରାନ୍ତ ବର୍ଗ ଏହାକୁ ଅସ୍ୱୀକାର କରିଦେଲେ ଏବଂ ଶେଷରେ ସାଧାରଣ ଲୋକଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। ଫ୍ରାନ୍ସର ରାସ୍ତାଘାଟରେ ବିଦ୍ରୋହର ନିଆଁ ଜଳି ଉଠିଲା ଏବଂ ଆରମ୍ଭ ହେଲା ଫରାସୀ ବିପ୍ଳବ। ଏକ ଏମିତି ବିପ୍ଳବ ଯାହା କେବଳ ଫ୍ରାନ୍ସର ରାଜତନ୍ତ୍ରକୁ ନୁହେଁ, ସମଗ୍ର ବିଶ୍ୱର ଇତିହାସର ଗତିପଥକୁ ମଧ୍ୟ ସବୁଦିନ ପାଇଁ ପରିବର୍ତ୍ତନ କରିଦେଲା। ସାଙ୍ଗମାନେ, ଏବେ ପ୍ରଶ୍ନ ହେଉଛି ଯେ ଫ୍ରାନ୍ସର ସାମାଜିକ, ଧାର୍ମିକ, ଆର୍ଥିକ ଏବଂ ରାଜନୈତିକ ପରିସ୍ଥିତି କିପରି ଏମିତି ହେଲା ଯେ ଲୋକମାନଙ୍କୁ ବିପ୍ଳବର ପଥ ବାଛିବାକୁ ପଡ଼ିଲା। ଆମେ ପରବର୍ତ୍ତୀ ଭିଡ଼ିଓରେ ଏହି ପ୍ରଶ୍ନର ଡିଟେଲ୍ ଉତ୍ତର ବୁଝିବୁ। ସେତେବେଳେ ଯାଇ ଆପଣମାନେ ପଢ଼ୁଥାନ୍ତୁ। This is Bimal, your history mentor and history educator. Keep watching, keep learning and keep growing. Thank you.